ସନାତନୀ ସନାତନ 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 ହେଲା ସନାତନ। ଯେଉଁମାନଙ୍କର ଅଛି ସେମାନେ ଜାଣନ୍ତି ନାହିଁ ସେମାନଙ୍କର ଅଛି, ଯେଉଁମାନଙ୍କର କିଛି ନାହିଁ ସେମାନେ ଢୋଲ ପିଟନ୍ତି ଆମର ଆମର ଆମର। ସନାତନ ଯାହାର ଅର୍ଥ ଅନାଦି ନାହିଁ ଆଦି, ଯାହାର ପ୍ରାରମ୍ଭ ନାହିଁ, ଅନନ୍ତ ନାହିଁ ଅନ୍ତ, ଯାହାର ପରିସମାପ୍ତି ନାହିଁ, ପ୍ରାରମ୍ଭ ନାହିଁ ପରିସମାପ୍ତି ନାହିଁ, ଆରମ୍ଭ ନାହିଁ ଶେଷ ନାହିଁ, ଅନାଦି ଅନନ୍ତ। ନମସ୍କାର, ଆଜି ଆମେ ସନାତନ ଶବ୍ଦ ଏବଂ ଧର୍ମ ଏହି ସମ୍ବନ୍ଧୀୟ ଦ୍ୱିତୀୟ ଆଲୋଚନା କରିବା। ସନାତନ ଶବ୍ଦ ଓ ଧର୍ମ ଏହି ସମ୍ବନ୍ଧୀୟ ପ୍ରାଥମିକ ବିସ୍ତୃତ ଆଲୋଚନା ପ୍ରଥମ ଭିଡ଼ିଓରେ ରହିଛି, ଡିସ୍କ୍ରିପସନରେ ଏହାର ଲିଙ୍କ ଅଛି, ଦୟାକରି ଆପଣ ଏହାକୁ ଦେଖିପାରିବେ। ଆଜି ଏହାର ଦ୍ୱିତୀୟ ଭାଗ ଆଲୋଚନା କରିବା, ସନାତନ ଶବ୍ଦ ଓ ଧର୍ମ। ତାହେଲେ ଦେଖିବା ଯେ ଏହି ସନାତନ ଶବ୍ଦ ପୃଥିବୀର କେଉଁ ଧର୍ମ ପୁସ୍ତକରେ ରହିଛି। ବାସ୍ତବିକ ସେହି ଧର୍ମ ପୁସ୍ତକରେ ଏହି ସନାତନ ଶବ୍ଦର ମହାନ ତାତ୍ପର୍ଯ୍ୟ ରହିଅଛି, ଯେଉଁ ଧର୍ମ ପୁସ୍ତକ କି ମନୁଷ୍ୟର ସମୟ ଇତିହାସରେ ସର୍ବାଧିକ ଆଦର ପ୍ରାପ୍ତ ଅଟେ, ସର୍ବାଧିକ ସମ୍ମାନ ପ୍ରାପ୍ତ ଅଟେ, ସର୍ବାଧିକ ବ୍ୟବହୃତ ଅଟେ, ସର୍ବଜନ ହିତକାରୀ ଅଟେ। ସମୟ ଇତିହାସରେ ଯେଉଁ ପୁସ୍ତକ ସମସ୍ତ ମନୁଷ୍ୟମାନଙ୍କର ହିତ ସାଧନ କରି ଆସିଅଛି ତାହା ସେହି ପୁସ୍ତକ ଅଟେ। ଏହି ପୁସ୍ତକ ସମସ୍ତଙ୍କ ନିମନ୍ତେ ସମାନ ମୂଲ୍ୟାଙ୍କନ ରଖିଥାଏ। ବଳବାନ ନିମନ୍ତେ ଯେତିକି, ଦୁର୍ବଳ ନିମନ୍ତେ ସେତିକି, ଜ୍ଞାନବାନ ନିମନ୍ତେ ଯେତିକି, ନିର୍ବୁଦ୍ଧି ନିମନ୍ତେ ସେତିକି, ଜଣେ ସୁସ୍ଥ ସବଳ ଲୋକଙ୍କ ପାଇଁ ଯେତିକି, ଜଣେ ଦୁର୍ବଳ ରୋଗଗ୍ରସ୍ତଙ୍କ ପାଇଁ ସେତିକି। ପୃଥିବୀର ପ୍ରତ୍ୟେକ ପ୍ରାନ୍ତର ପ୍ରତ୍ୟେକ ସମୟରେ ପ୍ରତ୍ୟେକ ମନୁଷ୍ୟମାନଙ୍କ ନିମନ୍ତେ ଏହା ସମାନ ମୂଲ୍ୟାଙ୍କନ ରଖିଥାଏ। ଏହି ପୁସ୍ତକ କୌଣସି ଭାବରେ କାହା ନିମନ୍ତେ ପକ୍ଷପାତିତା ପ୍ରଦର୍ଶନ କରିନଥାଏ ଏବଂ ଏହି ସନାତନ ଶବ୍ଦର ମହାନ ତାତ୍ପର୍ଯ୍ୟ ଏହି ଯେଉଁ ପୁସ୍ତକରେ ରହିଅଛି ତାହା ମାନେ ଅନୁସନ୍ଧାନ କରିବା, ତାର ପ୍ରମାଣିକ ତଥ୍ୟ ଆମେ ଦେଖୁ। ତାହା କେଉଁ ପୁସ୍ତକ ଅଟେ? ମୁଁ ଆପଣମାନଙ୍କୁ ସେହି ପୁସ୍ତକକୁ ଆପଣମାନଙ୍କର ସମ୍ମୁଖରେ ପ୍ରଦର୍ଶନ କରିବି, ଦୟାକରି ଭଲ ରୂପେ ସେହି ପୁସ୍ତକକୁ ଦେଖନ୍ତୁ। ଏହା ହେଉଛି ସେହି ପୁସ୍ତକ। ଦେଖନ୍ତୁ, ବହୁତ ଭଲ ଭାବରେ ଦେଖନ୍ତୁ, ଏହା ହେଉଛି ସେହି ପୁସ୍ତକ। ପବିତ୍ର ବାଇବଲ, ଯେଉଁ ପୁସ୍ତକ ସମସ୍ତ ମନୁଷ୍ୟମାନଙ୍କର ହିତ ସାଧନ କରେ, ଯେଉଁ ପୁସ୍ତକ ସମୟ ଇତିହାସରେ ସର୍ବାଧିକ ଆଦର ପ୍ରାପ୍ତ ଅଟେ, ଯେଉଁ ପୁସ୍ତକ ମନୁଷ୍ୟର ସମୟ ଇତିହାସରେ ସର୍ବାଧିକ ସମ୍ମାନ ପ୍ରାପ୍ତ ଅଟେ, ଏହା ସେହି ପୁସ୍ତକ ଅଟେ। ଦେଖନ୍ତୁ, ବହୁତ ଭଲ ରୂପରେ ଏହାକୁ ଦେଖନ୍ତୁ। ଆସନ୍ତୁ ଏହି ସନାତନ ଶବ୍ଦର ମହାନ ତାତ୍ପର୍ଯ୍ୟ ଏବଂ ତାର ପ୍ରମାଣିକତାକୁ ଆମେ ଦେଖିବା। ସନାତନ ଶବ୍ଦ ଯାହାର ଅର୍ଥ ଅନାଦି ଅନନ୍ତ ଅଟେ। ତେବେ ଦେଖିବା ଏହି ସୁନ୍ଦର ଯେଉଁ ପୁସ୍ତକ ଦେଖିଲୁ, ସେ ପୁସ୍ତକର କେଉଁ କେଉଁ ଭାଗରେ ଏହି ଅନାଦି ଅନନ୍ତ ଶବ୍ଦ ବ୍ୟବହୃତ ହୋଇଅଛି। ଆପଣମାନେ ନିଜେ ଏହାକୁ ଅନୁସନ୍ଧାନ କରନ୍ତୁ। ସେହି ସତ୍ୟ ସର୍ବକାଳୀନ ବାଇବଲ ଅଟେ, ଯେଉଁଠାରେ ସର୍ବାଧିକ ଭାବରେ ଏହି ଅନାଦି ଅନନ୍ତ ଶବ୍ଦ ବ୍ୟବହୃତ ହୋଇଅଛି। ତେବେ କେଉଁ ଭାଗରେ ଏହା ଲିଖିତ ଅଛି ମୁଁ ଆପଣମାନଙ୍କୁ କହିବାକୁ ଚାହେଁ। କେବଳ ଅନାଦି ଶବ୍ଦ ବାଇବଲରେ 3 ଥର ବ୍ୟବହୃତ ହୋଇଛି। ପୁରାତନ ନିୟମରେ 2 ଥର ଏବଂ ନୂତନ ନିୟମରେ ଥରେ। କେବଳ ଅନନ୍ତ ଶବ୍ଦ ବାଇବଲରେ 66 ଥର ବ୍ୟବହୃତ ହୋଇଅଛି। ପୁରାତନ ନିୟମରେ 5 ଥର, ନୂତନ ନିୟମରେ 61 ଥର। ଅନାଦି ଅନନ୍ତ ଏହି 2ଟି ଶବ୍ଦ ମିଳିତ ଭାବରେ ବାଇବଲରେ 3 ଥର ବ୍ୟବହୃତ ହୋଇଛି। ପୁରାତନ ନିୟମରେ 2 ଥର
ଏବଂ ନୂତନ ନିୟମରେ ଥରେ ବ୍ୟବହୃତ ହୋଇଅଛି। ଅନାଦି କାଳ ଏହି ଶବ୍ଦ ବାଇବଲରେ 2 ଥର ବ୍ୟବହୃତ ହୋଇଅଛି। ଏହା ନୂତନ ନିୟମର ତିତୋସ ପୁସ୍ତକ 1 ଅଧ୍ୟାୟ 3 ବାକ୍ୟ, ଜିହୁଦା ପୁସ୍ତକ 1 ଅଧ୍ୟାୟ 25 ବାକ୍ୟରେ ଲିଖିତ ଅଛି। ଅନନ୍ତ କାଳରୁ ଏହି ଶବ୍ଦ ଥରେ ବ୍ୟବହୃତ ହୋଇଅଛି ବାଇବଲରେ। ତାହା ଆମେ ଦେଖିପାରିବା ପୁରାତନ ନିୟମ ଯିଶାୟା ପୁସ୍ତକ 63 ଅଧ୍ୟାୟ 16 ବାକ୍ୟରେ ଲିଖିତ ଅଛି। ଅନାଦିକାଳୀନ ଏହି ଶବ୍ଦ ବାଇବଲରେ ଥରେ ବ୍ୟବହୃତ ହୋଇଛି। ପୁରାତନ ନିୟମରେ ଗୀତ ସଂହିତା 25 ଅଧ୍ୟାୟ ତାର 6 ବାକ୍ୟରେ ଲିଖିତ ଅଛି। ଅନନ୍ତ କାଳ ଏହି ଶବ୍ଦ ବାଇବଲରେ 96 ଥର ଲେଖା ଯାଇଅଛି। ପୁରାତନ ନିୟମରେ 83 ଥର ଏବଂ ନୂତନ ନିୟମରେ 13 ଥର। ଅନନ୍ତକାଳୀନ ଏହି ଶବ୍ଦ ବାଇବଲରେ 58 ଥର ଲେଖା ଯାଇଅଛି। ପୁରାତନ ନିୟମରେ 52 ଥର ଏବଂ ନୂତନ ନିୟମରେ 6 ଥର ଲେଖା ଯାଇଅଛି। ଅନନ୍ତ ଜୀବୀ ଏହି ଶବ୍ଦ 4 ଥର ବ୍ୟବହୃତ ହୋଇଅଛି। ପୁରାତନ ନିୟମରେ 3 ଥର ଲେଖା ଅଛି, ନୂତନ ନିୟମରେ ଥରେ ଲେଖା ଅଛି। তাহলে আজ মানে এই সনাতন শব্দ যাহার অর্থ অনাদি অনন্ত, ଏହି ଶବ୍ଦ ପୃଥିବୀର କେଉଁ ଧର୍ମଶାସ୍ତ୍ରରେ ଲିଖିତ ଅଛି ତାହା ଆମେ ପ୍ରମାଣ ସିଦ୍ଧ କଲେ ଯେ ତାହା କେବଳ ବାଇବଲରେ ଲିଖିତ ଅଛି। କେବଳ ବାଇବଲରେ ଲିଖିତ ଅଛି। ଉପସଂହାର କ'ଣ ଅଟେ? ଯେଉଁମାନେ ସତ୍ୟର ଅନୁସନ୍ଧାନ କରନ୍ତି, ସତ୍ୟର ସମର୍ଥନ କରନ୍ତି, ମୁଁ ଆଶା କରେ, ମୁଁ ବିଶ୍ୱାସ କରେ ଏହି ସମସ୍ତ ତଥ୍ୟ ସେମାନଙ୍କ ନିମନ୍ତେ ଅଧିକ ଉପାଦେୟ ମନେ ହେବ। କିନ୍ତୁ ଯେଉଁମାନେ ସତ୍ୟତା ଏବଂ ବାସ୍ତବତାର ବିପରୀତରେ ସଂକୀର୍ଣ୍ଣ ବିଚାର ରଖନ୍ତି, ସେମାନଙ୍କ ନିମନ୍ତେ ଏହି ତଥ୍ୟ ଅଧିକ ନିରାଶଜନକ ଆଉ ହତାଶାଜନକ ହେବ। ଏବଂ ଯେଉଁମାନେ ସତ୍ୟତା ପକ୍ଷରେ ଠିଆ ହୁଅନ୍ତି, ଯେଉଁମାନେ ସତ୍ୟରେ ବିଶ୍ୱାସ କରନ୍ତି, ସେମାନଙ୍କ ନିମନ୍ତେ ଏହି ତଥ୍ୟ ଅଧିକ ଉତ୍ସାହପ୍ରଦ ଏବଂ ଅଧିକ ଆନନ୍ଦଜନକ ହୋଇପାରିବ। ତେବେ ବିଶେଷ ଅନୁରୋଧ ରଖେ ଏହି ଭିଡ଼ିଓ ଏଠାରେ ସମାପ୍ତ କରିବାକୁ ଚାହେଁ। ପରବର୍ତ୍ତୀ ଭିଡ଼ିଓ ଅଧିକ ପ୍ରମାଣଯୁକ୍ତ ହେବ। ଏହି ସନାତନ ଶବ୍ଦର ସ୍ପଷ୍ଟ ପ୍ରମାଣ ସିଦ୍ଧତା ପରବର୍ତ୍ତୀ ଭିଡ଼ିଓରେ ରହିବ। ଅନୁରୋଧ କରେ ଭିଡ଼ିଓକୁ ଲାଇକ୍ ଟିକେ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ କରନ୍ତୁ ଏବଂ ସେୟାର ମଧ୍ୟ କରନ୍ତୁ। ଧନ୍ୟବାଦ, ନମସ୍କାର।